हेलो पिला माने आज आमे विज्ञान रो प्रश्न उत्तर डिस्कशन करिबा। आमे जानिछंती ये होची प्राथमिक वृत्ति परीक्षा निमंते संभावित बहु विकल्प प्रश्न उत्तर ये आमे प्राकृतिक और कृत्रिम आज फर्स्ट चैप्टर अछि विज्ञान रो ता संबंधी आमे टिके जानिबा तापर आकु बढ़िबा देखिबा कोन अछि। आमे चारिआड को चाहिले अनेक पदार्थ देखु যথা ବାଲି ମାଟି ପଥର ପାହାଡ଼ ପର୍ବତ ନଦୀ ଇତ୍ୟାଦି ଏଗୁଡ଼ିକୁ ପ୍ରକୃତି ତିଆରି କରିଛି। ସେ ସବୁକୁ ଆମେ ପ୍ରାକୃତିକ ପଦାର୍ଥ କହୁ। ମାନେ ଏଥିରୁ ଆମେ ଯଦି ଜାଣିବା ଯେଉଁଗୁଡ଼ିକ ପ୍ରକୃତି ତିଆରି କରିଛି ହେଲା ସେଗୁଡ଼ାକ ହେଉଛି ପ୍ରାକୃତିକ ପଦାର୍ଥ। ତାପରେ ଦେଖିବା ସେହି ପ୍ରାକୃତିକ ପଦାର୍ଥ ଗୁଡ଼ିକୁ ନେଇ ମଣିଷ କେତେକ ଜିନିଷ ତିଆରି କରିଛି ସେଗୁଡ଼ିକ ମନୁଷ୍ୟକୃତ ବା କୃତ୍ରିମ ପଦାର୍ଥ କୁହାଯାଏ। ଯେପରି ପ୍ରାକୃତିକ ପଦାର୍ଥ ମାଟିରୁ କୃତ୍ରିମ ପଦାର୍ଥ ଇଟା ତିଆରି ହୁଏ ହେଲା। ମାଟି ହେଲା କ'ଣ ପ୍ରାକୃତିକ ପଦାର୍ଥ। ଏ ପ୍ରାକୃତିକ ପଦାର୍ଥରୁ ମଣିଷ ତିଆରି କଲା କ'ଣ ତିଆରି କଲା ଇଟା, ତେଣୁକରି ଇଟା ହେଇଗଲା ସେ କୃତ୍ରିମ ଜିନିଷ। ସେହିପରି ଲୁହାରୁ ଛୁଞ୍ଚି ଲୁହାଟା ହେଉଛି ପ୍ରାକୃତିକ କିନ୍ତୁ ଛୁଞ୍ଚିଟା ହେଇଗଲା କୃତ୍ରିମ। ତାପରେ ଶାବଳ କୃତ୍ରିମ। ତ ବର୍ତ୍ତମାନ ଆମେ ଜାଣିଦେଲେ ଏଥିରେ ବେଶୀ ପାଠ ନାହିଁ, ଆମେ କ୍ୱେଶ୍ଚିନ୍ ଡିସ୍କସନ୍ କରିକି ଆମେ ଜାଣିପାରିବା ଆହୁରି ତା ବିଷୟରେ। ଦେଖିବା ନିମ୍ନରେ ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଦେଖ। କ୍ୱେଶ୍ଚିନ୍ ନମ୍ବର 1 ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାକୃତିକ ପଦାର୍ଥ? ପୋଖରୀ, ଫୁଟବଲ, ବେଙ୍ଗ, ମୋଟର ଗାଡ଼ି। ପ୍ରାକୃତିକ ପଦାର୍ଥ ପୋଖରୀ, ବେଙ୍ଗ, ଫୁଟବଲ, ମୋଟର ଗାଡ଼ି। ଦେଖ ଫୁଟବଲ ମଣିଷ ତିଆରି କରିଛି ଇଏ ହେବ ନାହିଁ। ମୋଟର ଗାଡ଼ି ମଣିଷ କରିଛି ଇଏ ହେବ ନାହିଁ। ପୋଖରୀ ମଣିଷ ନିଜେ କରିଛି ଇଏ ହେବ ନାହିଁ। କିନ୍ତୁ ବେଙ୍ଗଟାକୁ କେହି କରିନାହାନ୍ତି। ବେଙ୍ଗକୁ କି କରିଛି? ପ୍ରକୃତି କରିଛି। ତେଣୁକରି ବେଙ୍ଗ ହେବ ଠିକ୍ ଉତ୍ତର। ତାପରେ ଆକୁ ଦେଖିବା ନିମ୍ନଲିଖିତ ମଧ୍ୟରୁ କେଉଁଟି କୃତ୍ରିମ ପଦାର୍ଥ ମାନେ ମଣିଷ ତିଆରି କରିଥିବା ପଦାର୍ଥ? ବେଙ୍ଗ, କଣ୍ଢେଇ, ଗଛ, ପାହାଡ଼। ଦେଖ ଏଠି ଯଦି କହିବା ପାହାଡ଼ଟା କି କରିଛି? ପ୍ରକୃତି କରିଛି, ତେଣୁକରି ଇଏ ହେବ ନାହିଁ। ଗଛକୁ ପ୍ରକୃତି କରିଛି ଇଏ ହେବ ନାହିଁ। ତାପରେ ବେଙ୍ଗ ପ୍ରକୃତି କରିଛି ହେବ ନାହିଁ। କୃତ୍ରିମ କିଏ ହେବ? କଣ୍ଢେଇ। ତାପରେ 3 ନମ୍ବର କ୍ୱେଶ୍ଚିନ୍ ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା? କୋଡ଼ି, ଶାବଳ, କାଙ୍କ, ଲୁହା। ଦେଖ କାଙ୍କ ମଣିଷ ଦ୍ୱାରା, ଶାବଳ ମଣିଷ ଦ୍ୱାରା, କୋଡ଼ି ବି ଶାବଳ ଦ୍ୱାରା, କିନ୍ତୁ ଲୁହା ନୁହଁ। ତେଣୁକରି ଇଏ ହେବ ଅଲଗା। ତାପରେ 4 ନମ୍ବର କୃତ୍ରିମ ଜିନିଷ ମଧ୍ୟରେ କେଉଁଟି ସାମିଲ ନୁହେଁ? କୃତ୍ରିମ ଜିନିଷ ଭିତରେ କୋଉଟା ସାମିଲ ହେବ ନାହିଁ? କୃତ୍ରିମ ଜିନିଷ ଭିତରେ କୃତ୍ରିମ ହେଉଛି ଇଟା ବି ସାମିଲ ଅଛି, କଣ୍ଢେଇ ବି ସାମିଲ ଅଛି, ସ୍କେଲ ବି ସାମିଲ ଅଛି, କିନ୍ତୁ ତାରା ନୁହେଁ। ତେଣୁ ଇଏ ହେବ ଠିକ୍ ଉତ୍ତର ହେଲା। ଇଏ ହେବ ଠିକ୍ ଉତ୍ତର। ପ୍ରାକୃତିକ ଜିନିଷ ଗୁଡ଼ିକ ମଧ୍ୟରେ କେଉଁଟି ସାମିଲ ନୁହେଁ? ମାଟି ସାମିଲ ହେଉଛି ହେଲା, ବୃକ୍ଷ ବି ସାମିଲ ହେଉଛି, ସୂର୍ଯ୍ୟ ବି ସାମିଲ ହେଉଛି, କିନ୍ତୁ ଯାହା ବି ସାମିଲ ହେଉନାହିଁ। ତେଣୁକରି ଇଏ ହେବ ଠିକ୍ ଉତ୍ତର ହେଲା। ତାପରେ 6 ନମ୍ବର ପ୍ରାକୃତିକ ଜିନିଷ ଗୁଡ଼ିକୁ କିଏ ତିଆରି କରିଛନ୍ତି? ମନୁଷ୍ୟ, ଉଦ୍ଭିଦ, ଈଶ୍ୱର, ବୈଜ୍ଞାନିକ। ପ୍ରାକୃତିକ ଜିନିଷ ଗୁଡ଼ିକୁ ପ୍ରକୃତି ତିଆରି କରିଛି। ପ୍ରକୃତି ବା ଈଶ୍ୱର ହେଉଛି ଠିକ୍ ଉତ୍ତର। ବୈଜ୍ଞାନିକ ହେବ ନାହିଁ, ଉଦ୍ଭିଦ ହେବ ନାହିଁ, ମନୁଷ୍ୟ ହେବ ନାହିଁ। ତାପରେ 7 ନମ୍ବର ମନୁଷ୍ୟ ଦ୍ୱାରା ତିଆରି ଜିନିଷକୁ କ'ଣ କୁହାଯାଏ? ପ୍ରାକୃତିକ ଜିନିଷ କୁହାଯାଏ ନା କୃତ୍ରିମ? ମନୁଷ୍ୟ ଦ୍ୱାରା କୃତ୍ରିମ ଜିନିଷ। ମନୁଷ୍ୟ ଦ୍ୱାରା କୃତ୍ରିମ ଜିନିଷ ଇଏ ନାହିଁ। ତାପରେ 8 ନମ୍ବର ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଟିଏ ପ୍ରାକୃତିକ ପଦାର୍ଥ?
କଳ ଜାହାଜ ଇଏ ପ୍ରାକୃତିକ ନୁହଁ, ନଳକୂପ ପ୍ରାକୃତିକ ନୁହଁ, ପାଣି ପମ୍ପ ପ୍ରାକୃତିକ ନୁହଁ, ପ୍ରାକୃତିକ କିଏ? ଗଛ। ଇଏ ହେବ ଠିକ ଉତ୍ତର। ତାପରେ 9 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଟିଏ ମନୁଷ୍ୟକୃତ ପଦାର୍ଥ? ମନୁଷ୍ୟକୃତ ପଦାର୍ଥ, ପାହାଡ଼ ମନୁଷ୍ୟକୃତ ନୁହଁ, ସୂର୍ଯ୍ୟାଲୋକ ମନୁଷ୍ୟକୃତ ନୁହଁ, ମେଘ ମନୁଷ୍ୟକୃତ ନୁହଁ, ମନୁଷ୍ୟକୃତ କୋଉଟା? ପୋଖରୀ। ପୋଖରୀ ହଉଛି ମନୁଷ୍ୟକୃତ। ତାପରେ ଦେଖିବା 10 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଟିଏ କୃତ୍ରିମ ପଦାର୍ଥ ନୁହେଁ? କେଉଁଟି କୃତ୍ରିମ ପଦାର୍ଥ ନୁହେଁ? ସ୍କେଲ ହଉଛି ଗୋଟେ କୃତ୍ରିମ ପଦାର୍ଥ, ସ୍କେଲ ହଉଛି ଗୋଟେ କୃତ୍ରିମ ପଦାର୍ଥ, ଚେୟାର ହଉଛି ଗୋଟେ କୃତ୍ରିମ ପଦାର୍ଥ, ଗ୍ଲାସ ହଉଛି ଗୋଟେ କୃତ୍ରିମ ପଦାର୍ଥ, କିନ୍ତୁ କାଠ ନୁହେଁ। ତେଣୁକରି ଇଏ ହେବ ଠିକ ଉତ୍ତର ହେଲା, ଇଏ ହେବ ଠିକ ଉତ୍ତର। କାଠ, କାଠ କୃତ୍ରିମ ପଦାର୍ଥ ନୁହେଁ। ତାପରେ 11 ନମ୍ବର, ପ୍ରକୃତିକୁ ମିଳୁଥିବା ପଦାର୍ଥକୁ କଣ କୁହାଯାଏ? ପ୍ରକୃତିରୁ ମିଳୁଥିବା ପଦାର୍ଥକୁ କଣ କୁହାଯାଏ? ପ୍ରାକୃତିକ କୁହାଯାଏ। କଣ କୁହାଯାଏ? ପ୍ରାକୃତିକ କୁହାଯାଏ। ଯୌଗିକ ପଦାର୍ଥ ନୁହଁ, କି ମନୁଷ୍ୟକୃତ ନୁହଁ, କି କୃତ୍ରିମ ନୁହଁ। ତାପରେ 12 ନମ୍ବର, ପ୍ରାକୃତିକ ଜିନିଷ କହିଲେ କାହାକୁ ବୁଝାଏ? ମନୁଷ୍ୟ ତିଆରି କରୁଥିବା ଜିନିଷ ନାହିଁ, କଳକାରଖାନାରେ ତିଆରି ଜିନିଷ ନାହିଁ, ମଣିଷ ଦ୍ୱାରା କଳକାରଖାନାରେ ତିଆରି ଜିନିଷ ନାହିଁ, ପ୍ରକୃତିରୁ ମିଳୁଥିବା ଜିନିଷ। ହଁ, ଇଏ ଠିକ। ତାପରେ 13 ନମ୍ବର, ଜଷ୍ଟ 13 ନମ୍ବର, ନଦୀ ଏକ ଡ୍ୟାସ୍ ପଦାର୍ଥ। ନଦୀ ଏକ ପ୍ରାକୃତିକ ପଦାର୍ଥ ନା କୃତ୍ରିମ? କୃତ୍ରିମ। କୃତ୍ରିମ କୋଉଠି ଅଛି? ଏଇଠି ଅଛି କୃତ୍ରିମ, କୃତ୍ରିମ ଜିନିଷ ହେଲା। ନଦୀ ଏକ ସରି ନଦୀ, ହଁ, ନଦୀ ଏକ 13 ନମ୍ବର, ନଦୀ ଏକ ଡ୍ୟାସ୍ ପଦାର୍ଥ। ନଦୀ ଏକ ପ୍ରାକୃତିକ ଜିନିଷ ହେଲା। ତେଣୁକରି ପ୍ରାକୃତିକ କୋଉଠି ଅଛି? ଏଇଟା, ଇଏ ହଉଛି ପ୍ରାକୃତିକ। ଇଏ ନୁହଁ, କି ଇଏ ନୁହଁ, ଇଏ ନୁହଁ। ତାପରେ 14 ନମ୍ବର, ପାଣି ପମ୍ପ ଏକ ଡ୍ୟାସ୍ ପଦାର୍ଥ। ପାଣି ପମ୍ପଟା କଣ? କୃତ୍ରିମ। ଇଏ ଠିକ ଉତ୍ତର। ପିଲାମାନେ, ଆଜି ଭିଡ଼ିଓ ହେଉଛି ଏତିକି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବା, ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବା, ସାଙ୍ଗସାଥୀମାନଙ୍କୁ ସେୟାର କରିବା। ଧନ୍ୟବାଦ।